ଯେତେବେଳେ ବି ମନେ ପଡେ ପିକନିକ କଥା ଆମ ଅଞ୍ଚଳର ପ୍ରସିଦ୍ଧ ଜଳପ୍ରପାତ ତଥା ଶୈବପୀଠ ଚନ୍ଦନଧାରାରେ ବହୁତ ପର୍ଯ୍ୟଟକ ପ୍ରତିବର୍ଷ ଆସନ୍ତି। ଆମ ସହିତ କିଛି ଯୁବଗୋଷ୍ଠୀ ଅଛନ୍ତି ଯୋଉମାନେ କି ବହୁତ ଦୂରରୁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସିଛନ୍ତି। ତାଙ୍କ ସହିତ ଆଲୋଚନା କରିବା। ଭାଇ ନମସ୍କାର। ଭାଇ କଣ କହିବେ, କୋଉଠୁ ଆସିଛନ୍ତି? ଆମେ ତ ଆସିଥିଲୁ ବରିଗୁମାରୁ ଆସିଥିଲୁ। ତ ଏଇ ଜାଗାଟା ଆମେ ୟୁଟ୍ୟୁବ ମାଧ୍ୟମରେ ଦେଖିଥିଲୁ। ତ ଆସିକି ଦେଖିଲା ପରେ ମାନେ ୟୁଟ୍ୟୁବରେ ଦେଖିଲୁ ତାର ବି ଅଧିକ କିଛି ଦେଖିବାକୁ ଅଧିକ ମାତ୍ରା ଦେଖିବାକୁ ଭଲ ଲାଗିଲା, ଜାଗା ଭଲ ଲାଗିଲା। ଆଉ ଏତେ ସୁନ୍ଦର ଜାଗା ଏଇଠି ଅଛି ବୋଲି ଆମେ ଜାଣିନଥିଲୁ। ଆଉ ବିଶେଷ କରି କହିବି ତ ଏଇଠି ତ ବଢିଆ ଅଛି, ତାପରେ ମନ୍ଦିର ବି ତଳେ ଅଛି। ତ ଜାଗାଟା ଭଲ ଲାଗିଲା, ଫ୍ୟାଣ୍ଟାଷ୍ଟିକ। ଯେମିତି କି ଆମେ ବର୍ତ୍ତମାନ କଥା ହଉଥିଲୁ, ଜଣେ ପର୍ଯ୍ୟଟକ ଥିଲେ ଯିଏ କି କୋରାପୁଟରୁ ଆସିଥିଲେ ବରିଗୁମାରୁ। ବରିଗୁମାରୁ ଏଇ ସ୍ଥାନ ପାଖାପାଖି 150 କିଲୋମିଟର ଦୂର, ଯାହାକି ଝରିଗା ମୁଖ୍ୟ କାର୍ଯ୍ୟାଳୟରୁ 19 କିଲୋମିଟର ଦୂର। ଆମ ସହିତ ଆଉ ଗୋଟିଏ ଯୁବଗୋଷ୍ଠୀ ଅଛନ୍ତି ଯିଏ କି ସମସ୍ତେ ଏଠି ୟଙ୍ଗ ଜେନେରେସନ ଏଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସିଥିଲେ। ଆସନ୍ତୁ ସେମାନଙ୍କୁ ପଚାରି ବୁଝିବା କେମିତି ଲାଗିଲା ଏଇ ଜାଗା। ମ୍ୟାଡାମ କଣ କହିବେ, କୋଉଠୁ ଆସିଛନ୍ତି ଆଉ ଏଇ ଜାଗା କେମିତି ଲାଗୁଛି? ଆମେ ଉମରକୋଟ ଡ୍ରିମ୍ ଡ୍ୟାନ୍ସ ଏକାଡେମୀ ତରଫରୁ ଆସିଛୁ। ଆଉ ଆମେ ପିକନିକ କରିବା ପାଇଁ ଆସିଥିଲୁ ସମସ୍ତ ପିଲାମାନଙ୍କୁ ଧରିକି। ଜାଗାଟା ବହୁତ ସୁନ୍ଦର, ଏଇଠି ଝରଣା ଅଛି, ମନ୍ଦିର ଅଛି, ଦେଖିକି ଆମକୁ ବହୁତ ବଢିଆ ଲାଗୁଛି। ଆଉ ପୁରା ନେଚର୍ସ ର ଫିଲ୍ ନେଇ ପାରୁଛୁ ଆମେ। ତ ବାସ୍ ଏତିକି, ବହୁତ ବଢିଆ ଲାଗିଲା। ଥ୍ୟାଙ୍କ ୟୁ। ବହୁତ ସାରା ପର୍ଯ୍ୟଟକ ପ୍ରତିବର୍ଷ ଶୀତର ପ୍ରାରମ୍ଭରୁ ହିଁ ଏଇ ଜାଗାର ପ୍ରାକୃତିକ ସୌନ୍ଦର୍ଯ୍ୟ ଶୈବ ପୀଠକୁ ଉପଭୋଗ କରିବା ପାଇଁ ଆସିକି ଚନ୍ଦନଧାରାରେ ଜମା ହୁଅନ୍ତି। ଭାଇ କଣ କହିବେ, କୋଉଠୁ ଆସିଛନ୍ତି, ଜାଗାଟା କେମିତି ଲାଗିଲା? କଳାହାଣ୍ଡି ଡିଷ୍ଟ୍ରିକ୍ଟ ରୁ ଆସିଛୁ, ଜୁନାଗଡ଼ ବ୍ଲକ। ଜାଗାଟା ବହୁତ ଭଲ ଲାଗିଲା, ଚନ୍ଦନଧାରା ଗୋଟେ। ଆଉ ବହୁତ ଖୁସି ଲାଗିଲା, ଏଇ ପ୍ଲେସ ବି ଭଲ ଲାଗୁଥିଲା। ଆଉ ସବୁ କିଛି ଭଲ ଆଉ ତମ କଳାହାଣ୍ଡି ଜୁନାଗଡ଼ରୁ ଏଇ ଜାଗାଟା କେତେ ଦୂର ପଡୁଛି? 80 କିଲୋମିଟର ପଡିଯିବ। କେତେ ଜଣ ଆସିଛ ତମେ ଟୋଟାଲ? 90 ଜଣ ଆସିଛୁ। ବହୁତ ବଢିଆ ଲାଗିଲା ନା ବହୁତ ଜାଗା? ବଢିଆ ଲାଗିଲା, ବହୁତ ଖୁସି ଲାଗିଲା। ଜାଗା ଚନ୍ଦନଧାରାର ପ୍ଲେସ ଭଲ ଥିଲା। ଜିନିଷ ଲୁଚିକି ରହିଛି, ଭାଇରାଲ ହବା କଥା ନିହାତି ଜରୁରୀ। କାହିଁକିନା ଏଇଠି ପୁରା ନବରଙ୍ଗପୁର ବହୁତ କିଛି ଅଛି, କିନ୍ତୁ ଭାଇରାଲ ହେଉନାହିଁ। କିନ୍ତୁ ଏଇଟା ହବା କଥା, ନିଶ୍ଚୟ ହବା କଥା। ବହୁତ ବଢିଆ ଲାଗିଲା, ବହୁତ ଭଲ ଲାଗିଲା। ଯେମିତି କି କିଛି ପର୍ଯ୍ୟଟକ ସହିତ ଆଲୋଚନା କରୁଥିଲୁ ଆମେ, ସେମାନେ ପ୍ରତିକ୍ରିୟା ଦେଉଥିଲେ। ସେମାନେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରୁ ଆସିଥିଲେ। ଆଉ ସେମାନେ ଏଇ ସ୍ଥାନଟିକୁ ବହୁତ ସୁନ୍ଦର ଭାବେ ଉପଭୋଗ କରୁଛନ୍ତି। ପୁଣି କହି ରଖିବି, ଏଇ ସ୍ଥାନଟି ହେଲା ନବରଙ୍ଗପୁର ଜିଲ୍ଲାର ଝରିଗା ବ୍ଲକ ଅନ୍ତର୍ଗତ, ଯାହାକି ଝରିଗା ମୁଖ୍ୟ କାର୍ଯ୍ୟାଳୟରୁ ମାତ୍ର 19 କିଲୋମିଟର ଦୂର। ବହୁତ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଚନ୍ଦନଧାରା ଜଳପ୍ରପାତ। ଝରିଗାରୁ ଅଭିଷେକ ବେହେରା, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।